ଆଜ୍ଞା ସୁନ୍ଦର ନାଟକ ଆମ ସନାତନ ହିନ୍ଦୁମାନଙ୍କ ଉଦ୍ଦେଶ୍ୟରେ ନାଟକ ନେଇ କ'ଣ କହିବେ? ଏତିକି କହିବି ଦର୍ଶକ ବନ୍ଧୁମାନଙ୍କୁ ଅନୁରୋଧ କରିବି ବିଗତ ଦିନମାନଙ୍କରେ ଯେମିତି ଆମ ନାଟକମାନଙ୍କୁ ସବୁ ଭଲ ପାଇବା ଦେଇଛନ୍ତି, ଢେର ସାରା ଆଶୀର୍ବାଦ ଦେଇଛନ୍ତି, ସେମିତି ଏ ସନାତନୀକୁ ବି ଢେର ସାରା ଭଲ ପାଇବା ଆଶୀର୍ବାଦ ଦିଅନ୍ତୁ। ଆପଣମାନଙ୍କୁ ଏମିତି କିଛି କିଛି ନୂଆ କରି ଦେଖେଇବାରେ ମୋତେ ସହାୟ ହୁଅନ୍ତୁ। ଭାଇ ଗୋଟେ ହିନ୍ଦୁତ୍ୱ ବୋଧର କାହାଣୀ, ଗୋଟେ ହିନ୍ଦୁତ୍ୱର ରକ୍ତର କାହାଣୀ, ହିନ୍ଦୁତ୍ୱର ଗୋଟେ ଧର୍ମକୁ ନେଇ ଗୋଟେ କାହାଣୀ ହେଇଛି। ଭାଇ କେତେ କାହାଣୀ ସମସ୍ତଙ୍କ ଦର୍ଶକ ଆଦୃତ ଲାଭ କରିପାରିବ? ଦର୍ଶକଙ୍କ ନିଶ୍ଚିତ ଆଦୃତ ଲାଭ କରିବୁ ଏଇଥିପାଇଁ ଯେ ମୁଁ ଯଦି ଗୋଟେ ହିନ୍ଦୁ, ମୁଁ ଯଦି ଗୋଟେ ସନାତନୀ, ତାହେଲେ ମୋ ଧର୍ମ, ମୋ ଜାତି, ମୋ ମା, ମୋ ବାପା କଥା ଯିଏ କହୁଛି ମୁଁ ତ ଦେଖିବାକୁ ଯିବି ନା। ସେଇଥିପାଇଁ ଦର୍ଶକଙ୍କ ପାଖରେ ଆମେ ଜଲ୍ଦି ପହଞ୍ଚିବୁ ବୋଲି ମୋର ଆଶା ଓ ବିଶ୍ୱାସ। ଭାଇ କିଛି ଜାଗାରେ ଅନେକ ଆମ ହିନ୍ଦୁ ଧର୍ମର ଫିଲ୍ମକୁ ଅନେକ ସମ୍ପ୍ରଦାୟ ଲୋକ ବିରୋଧ କରନ୍ତି। ଗର୍ଦର ଫିଲ୍ମକୁ ବିରୋଧ କରୁଥିଲେ, କିନ୍ତୁ ଅନେକ ଫିଲ୍ମକୁ ମଧ୍ୟ ବିରୋଧ କରନ୍ତି। ସନାତନୀ କର୍ମ ହିଁ ଧର୍ମ, ତାକୁ ମଧ୍ୟ କିଛି ବିରୋଧ କରିବେ। ଆପଣ ଲାଗୁନି ଅନ୍ୟ ଧର୍ମର ଲୋକ ଆକୁ ବିରୋଧ କରିପାରନ୍ତି? ବିରୋଧ କରିବା ତାଙ୍କର ସେଟା ଜନ୍ମଗତ ଅଧିକାର। ମୁଁ ମୋ ମାଆକୁ ପରିଚୟ ଦେବା ମୋ ଜନ୍ମଗତ ଅଧିକାର। ମୋ ବାପର ପରିଚୟ, ମୋ ମାଆର ପରିଚୟ ମୁଁ ତ ଛାତିରେ ହାତ ବାଡ଼େଇ କହିବି ନା ମୁଁ ଅମକି ବାପର ପୁଅ, ଅମକି ମାଆର ପୁଅ। ସେଥିରେ ମୁଁ କାହିଁ କୁଣ୍ଠାବୋଧ କରିବି? ମତେ ଯଦି କିଏ ବନ୍ଧୁକ ଲଗେଇ କହିବ ଯେ ନାଇଁ ରେ ବାବା, ତୁ ତ ବାପ ନାଁ ନ ଧରି ମୋ ବାପକୁ ବାପ ବୋଲି ଡାକେ, ମୋ ମାଆକୁ ମା ବୋଲି ଡାକେ, ସେଟା ମୋ ମାନସିକତା। ମୁଁ ତା ବାପାକୁ ବାପା ଡାକିବି କି ନାହିଁ? ତେଣୁ ମୋ ଧର୍ମକୁ ମୁଁ ମୋ ଧର୍ମ ବୋଲି କହିବାରେ କୁଣ୍ଠାବୋଧ କାହିଁକି କରିବି? ମୋ ମାଆକୁ ମା କହିବାରେ ମୁଁ କୁଣ୍ଠାବୋଧ କାହିଁକି କରିବି? ବିରୋଧ କରିବା ଲୋକ ଅନେକ, କହିବା ଲୋକ ତ ଅନେକ। ଆମେ ତ ସବୁବେଳେ ହିନ୍ଦୁ, ଆମେ ସନାତନୀ, ଆମେ ତ ସବୁବେଳେ ସହିଷ୍ଣୁ। ଆମେ ସହିବା। ଆମେ ତ ରାମଚନ୍ଦ୍ରଙ୍କର ବଂଶଧର। ଆମେ ଯଦି ରଘୁବଂଶୀ, ଆମେ ତାହେଲେ ସହିବାନି କାହିଁକି? ରାମଚନ୍ଦ୍ର ଭଳି ରଜା ନାହିଁ, ରାମଚନ୍ଦ୍ର ଭଳି ପୁଅ ନାହିଁ, ରାମଚନ୍ଦ୍ରଙ୍କ ଭଳି ସ୍ୱାମୀ ନାହିଁ। ଆମେ ତ ତାଙ୍କରି ଦାୟାଦ ନା। ଆମେ କୋଉଠୁ ଅଲଗା ହବା? ତାଙ୍କ ବି ତ ବିରୋଧ କରିଥିଲା ନା। ରାବଣ କ'ଣ ଜିତିଲା? ରାମ ହିଁ ଜିତିଲେ, ସବୁ ସହିଥିଲେ। ଲାଗୁନି ହାଇଲାଇଟ୍ କରିବ ଏଥରକ? ହାଇଲାଇଟ୍ କରିବ ନ କରିବ ଆମ ମୁହଁରେ ଆଜ୍ଞା ନାହିଁ କି ଆମ କର୍ମରେ ନାହିଁ, ସବୁ ଦର୍ଶକଙ୍କ ଆଦୃତ। କିନ୍ତୁ ଆମେ ଆଶା ରଖିବାଟା ସ୍ୱାଭାବିକ କଥା। ଆମ ଆଶା ଅନେକ ଅଛି ଯେ ଏହା ଦର୍ଶକଙ୍କ ପାଖରେ ପହଞ୍ଚିବ, ସେଇ ଭଲ ପାଇବା ଦେବ ଯେମିତି ବିଗତ ଦିନମାନଙ୍କରେ ଆମ ନାଟକ ସବୁ ଦେଇଛି। ମାନେ ଗୀତଟା ଗୋଟେ ଲାଗିଲା ଫିଲ୍ମ ସୁଟିଂ ହେଲା ବୋଲି। ଆଜ୍ଞା ଚେଷ୍ଟା କରେ ମୁଁ ସବୁ ନାଟକକୁ ଦର୍ଶକଙ୍କ ପାଖରେ ସେଇଭଳି ପହଞ୍ଚାଇବାକୁ। ଏଇ ନାଟକ ଯଦି ଦର୍ଶକଙ୍କ ପାଖରେ ସେଇଭଳି ପହଞ୍ଚିଲା ତ ଜାଣିବି ଯେ ମୋ ଶ୍ରମ ଲାଘବ ହେଇଛି। ଲାଗୁଥିଲା ପିୟୁଷଙ୍କ ବଜରଙ୍ଗୀ ପରେ ସେମିତି ପାଟଣ ଗୀତ ହବନି, କିନ୍ତୁ ଇଏ ଗୀତ ପଡି ବଜରଙ୍ଗୀ ଗୀତ ଭଲ ଲାଗୁଛି। ନାଇଁ ଦୁଇଟା ଯାକର ମୋ ପୁଅ, ଦି ଜଣ ଯାକଙ୍କୁ ମୁଁ କାହାକୁ କମ୍ କାହାକୁ ବେଶୀ କହିପାରିବିନି। ବାପ ପାଇଁ ଦୁଇ ଜଣ ଯାକ ସମାନ ଥାନ୍ତି। ଆଜ୍ଞା ଦର୍ଶକମାନଙ୍କୁ କ'ଣ ଆହ୍ୱାନ ଦେଲା? ଦର୍ଶକମାନଙ୍କୁ ଏତିକି ଆହ୍ୱାନ ଦେବି, ଯାତ୍ରାକୁ ଢେର ସାରା ଭଲ ପାଇବା ଦିଅନ୍ତୁ। ମରିଯାଉଥିବା କଳା, ଯେଉଁ କଳାକୁ ଆଜି ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଯାତ୍ରା କଳା, ସେ ଯାତ୍ରାକୁ ଭଲ ପାଆନ୍ତୁ। ତମ୍ବୁ ତଳେ ଆସି ଯାତ୍ରା ଦେଖନ୍ତୁ। ଆଉ ଏ ଯେଉଁ 200 ପରିବାର ଖୁସି ହେଉଛି ଯାହା ମାଧ୍ୟମରେ, ସେ ପରିବାର ଆପଣମାନଙ୍କର ଖଣ୍ଡିଏ ଖଣ୍ଡିଏ ଟିକେଟରେ ତାଙ୍କ ଘରକୁ ଚାଉଳ ଯାଉଛି। ଏ ଚାଉଳ ତାଙ୍କ ପେଟକୁ ଥରୁଟିଏ ମଧ୍ୟ ଅନାନ୍ତୁ। ଏତିକି ହିଁ ଦର୍ଶକମାନଙ୍କୁ ଅନୁରୋଧ କରିବି। ଆପଣମାନଙ୍କ ଭଲ ପାଇବାରେ ହିଁ ଯାତ୍ରା କଳାକାରଟିଏ ବଞ୍ଚିଛି।